ଆପଣଙ୍କ ଜାତକରେ ଶନି ଆଉ ମଙ୍ଗଳ ଯଦି ଏକାଠି ଅଛନ୍ତି ତାହେଲେ ସେ ବ୍ୟକ୍ତିକୁ ଅର୍ଡ଼ର ଦେଲା ଭଳି କଥା ଯଦି କହିବେ ତାହେଲେ ସେ କୌଣସି କାମ କରିବନି। ସବୁ କାମକୁ ଯଦି ଧୀର ସ୍ଥିରରେ କହିବେ, ତାଙ୍କୁ ନରମ ହେଇ କହିବେ ତାହେଲେ ସେ ସବୁ କାମ କରନ୍ତି। ତା ସହିତ ତାଙ୍କ ଭିତରେ କ୍ରୋଧ ଭାବ ବହୁତ ଅଧିକ ଥାଏ। ବହୁ ଜିନିଷ ସେ କ୍ରୋଧ ଆଡ଼କୁ ହିଁ କଥାଟାକୁ ଟାଣନ୍ତି। ଯେକୌଣସି କଥା କ୍ରୋଧ ଆଡ଼କୁ ହିଁ ସେ କଥାଟାକୁ ଟାଣନ୍ତି। ଆଉ ସେ କ୍ରୋଧଟାକୁ ସେ ଯଦି ଯେଉଁ ପର୍ଯ୍ୟନ୍ତ ନିଜେ ସମାପ୍ତ କରିବେନି ସେ ପର୍ଯ୍ୟନ୍ତ ଶନି ଆଉ ମଙ୍ଗଳଙ୍କର ଶୁଭ ପରିଣାମକୁ ସେମାନେ ଆହରଣ କରିପାରିବେନି। ଆଉ ଶନି ମଙ୍ଗଳ ଯଦି ଏକାଠି ଅଛନ୍ତି ବହୁତ ଶୁଭ ଫଳ ଜାତକରେ ବ୍ୟକ୍ତି ପାଏ। ବ୍ୟକ୍ତି ଗୋଟେ ଭଲ ଇଣ୍ଡଷ୍ଟ୍ରି ମଧ୍ୟ ତିଆରି କରିପାରେ। ବଡ଼ ବଡ଼ ଇଣ୍ଡଷ୍ଟ୍ରି ତିଆରି କରିବାରେ ଶନି ମଙ୍ଗଳ ଯେଉଁମାନଙ୍କର ଏକତ୍ର ଅଛନ୍ତି ସେମାନେ ବହୁତ ବଡ଼ ଏହାର ଭୂମିକା ନିର୍ବାହ କରନ୍ତି। ଯଦି ଶନି ମଙ୍ଗଳ ଏକାଠି ଅଛନ୍ତି ତେବେ ଆପଣ ପ୍ରତ୍ୟେକ ଦିନ ଜିମ୍ ଯିବେ କିମ୍ବା ଶାରୀରିକ ବ୍ୟାୟାମ କିଛି କରିବେ, ତାହେଲେ ଆପଣଙ୍କର କ୍ରୋଧ ଧୀରେ ଧୀରେ ଶାନ୍ତ ହୁଏ। ଆଉ ଆପଣଙ୍କର କ୍ରୋଧ ଶାନ୍ତ ହେଲେ ଆପଣ ଶନି ମଙ୍ଗଳର ଶୁଭ ପରିଣାମ ପାଇପାରନ୍ତି।